ବର୍ତ୍ତମାନ ତ ଲୋକରଞ୍ଜନୀର ଦ୍ୱିତୀୟ ସନ୍ଧ୍ୟା ଚାଲିଛି, ତେବେ ତା ଉପରେ ଆପଣ କଣ କହିବେ? ମୁଁ ସୁଭାଷ ଚନ୍ଦ୍ର ସାହୁ ରୋଶନ, ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ମହାସଚିବ। ତେବେ ଆମର ଓଡ଼ିଶା ସରକାରଙ୍କ ତରଫରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ସ୍ଥାନୀୟ ଜିଲ୍ଲା ପ୍ରଶାସନ, ସଂସ୍କାର ଭାରତୀ ଏବଂ ଓଡ଼ିଶା ନାଟକ ସମାରୋହ ସମିତିର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଲୋକନାଟକ ମହୋତ୍ସବ ଲୋକରଞ୍ଜନୀ ବହୁଜନ ହିତାୟ ବହୁଜନ ସୁଖାୟ କାର୍ଯ୍ୟକ୍ରମ ଚାଲିଛି। ଯାହା ହଉ ଖୁସିର କଥା ଯେ ବ୍ରହ୍ମପୁର ସହରରେ ଲୋକନାଟକ ଉତ୍ସବଟିଏ ଆଗରୁ ଆମେ ଜାଣିବା ଭିତରେ କେବେ ହେଇନଥିଲା। ଏବେ ଏଇ ଧାରାଟି ଯେତେବେଳେ ସରକାରଙ୍କ ତରଫରୁ ଆୟୋଜନ କରାଗଲା, ଆମେ ଅତ୍ୟନ୍ତ ଖୁସି ପ୍ରକଟ କରୁଛୁ। କଥା ହେଲା, ଆଜି ଯୋଉ ଲୋକନାଟକ ପ୍ରଦର୍ଶନ କରାଗଲା, ସେଥିରେ ବୌଦ୍ଧର ଶ୍ରୀ ରାମଲୀଳା ନାଟ୍ୟ ସଂସଦ ରାମଲୀଳା ଯୋଉ ପ୍ରଦର୍ଶନ କରିଥିଲେ, ତାହା ନା ଲୀଳା ଚରିତ୍ରର ଯୋଉ ସବୁ ନିର୍ଯାସ ରହିଛି ତା ଭିତରେ ଯାଉଛି, ନା ନାଟକ ଭିତରେ ଯାଉଛି। ସିଏ ଗୋଟେ ମଞ୍ଚ ନାଟକଟେ। ଆମେ ମହାସଂଘ ତରଫରୁ ବହୁବାର ସରକାରଙ୍କ ନିକଟରେ ଏବଂ ସଂସ୍କୃତି ବିଭାଗ ନିକଟରେ ରାମ ନାଟକ ଏବଂ ରାମଲୀଳା ସମ୍ପୂର୍ଣ୍ଣ ବିଲୋପ ହେବା ଉପରେ ବସିଛି, ସେ ସମ୍ପର୍କରେ ବହୁବାର ନିବେଦନ କରିଛୁ, ତା ଉପରେ କିଛି କାର୍ଯ୍ୟକାରୀ ହଉ ବୋଲି। କିନ୍ତୁ ସେମାନେ ଆମର ଏଇଠି ଯୋଉ ଗଞ୍ଜାମ ଜିଲ୍ଲାରେ ରାମ ନାଟକ ଏବଂ ରାମଲୀଳା ଯୋଉ ପ୍ରତୁଳ ଭାବରେ ରହିଛି, ତାକୁ ଉପେକ୍ଷା କରି ସେମାନେ ବୌଦ୍ଧ ଜିଲ୍ଲାରୁ ଗୋଟେ ମଞ୍ଚ ନାଟକ, ଯାହାର ନାଁ ଦିଆଯାଇଛି କେବଳ ରାମଲୀଳା ବୋଲି, କିନ୍ତୁ ପ୍ରକୃତରେ ତାହା ତରଣୀ ସେନ ବଦ୍ଧ ମଞ୍ଚ ନାଟକ ଥିଲା। ସେମାନେ ଯଦିଓ ଅତି ସୁନ୍ଦର ଭାବରେ ପରିବେଷଣ କରିଛନ୍ତି, କିନ୍ତୁ ଆମର କହିବା କଥା ହେଲା ଯେ ଗଞ୍ଜାମର ଯୋଉ ଲୋପ ହେବା ପାଇଁ ବସିଥିବା ଗୋଟିଏ ଦୁଇଟି ଦଳ ଅଛନ୍ତି, ସେମାନଙ୍କ ଭିତରୁ ରାମ ନାଟକ କାହାକୁ ଡାକିଥାନ୍ତେ କି ରାମଲୀଳା ଦଳକୁ ଡାକିଥାନ୍ତେ, ତାହେଲେ ସେମାନେ ଅନ୍ତତଃ ଖୁସି ବ୍ୟକ୍ତ କରନ୍ତେ ଏବଂ ଆହୁରି ଅଧିକ ମାତ୍ରାରେ ସେମାନେ ଉତ୍ସାହିତ ହୁଅନ୍ତେ। କିନ୍ତୁ ତାହା କରାଗଲା ନାହିଁ। ତେଣୁ ଆମେ ଆମର ଦୁଃଖ ପ୍ରକାଶ କରୁଛୁ ଯେ ଏଭଳି ସରକାରଙ୍କ ତରଫରୁ ବା ନାଟକ ସଙ୍ଗୀତ ଏକାଡେମୀ ତରଫରୁ ବା ସଂସ୍କୃତି ବିଭାଗ ତରଫରୁ ଏଭଳି ଏକ ଭୁଲ ଜିନିଷ କିଭଳି ଭାବରେ ପ୍ରତିପାଦିତ କରାଗଲା। ଏହାର ପରବର୍ତ୍ତୀ ସୋପାନରେ ସେମାନେ ଏଥିପ୍ରତି ଗୁରୁତ୍ୱ ପ୍ରଦାନ କରିବେ ବୋଲି ଆଶା ପୋଷଣ କରିବି। ରାମ ନାଟକ ଏବଂ ରାମଲୀଳା ଯୋଉ ହଜି ଯାଉଛି, ତାକୁ ପୁନର୍ବାର ଉଜ୍ଜୀବିତ ରଖିବା ପାଇଁ ସରକାରଙ୍କ ତରଫରୁ ବା ସଂସ୍କୃତି ବିଭାଗ ତରଫରୁ ଅଭିଯାନ ଆରମ୍ଭ କରାଯାଉ, ଏଇତିକି ନିବେଦନ କରିବି। ଆମେ ମହାସଂଘ ପକ୍ଷରୁ ବହୁ କଷ୍ଟରେ ହରିଡାଖଣ୍ଡି ଗ୍ରାମରେ ଥିବା ରାମ ନାଟକ ଦଳକୁ ନୂତନ ପିଢି ତିଆରି କରିବାରେ ସକ୍ଷମ ହେଇଛୁ। ଆଉ ସୋନପୁରରେ ଯୋଉ ଦଳ ଗୋଟିଏ ଅଛି, ସେମାନେ ସେଇ ଅତୀତର 50 ବର୍ଷ ତଳେ ଯୋଉମାନେ କରୁଥିଲେ, ସେଇ ବୃଦ୍ଧମାନେ ହିଁ କେବଳ ଅଭିନୟ ପ୍ରଦର୍ଶନ କରୁଛନ୍ତି, ଆଉ ସେମାନଙ୍କର ନୂତନ ପିଢି ସୃଷ୍ଟି ହୋଇନାହିଁ। ଏଥିପ୍ରତି ସରକାର କିମ୍ବା ସଂସ୍କୃତି ବିଭାଗ ସଚେତନ ରହିବା ପାଇଁ ବା ସେମାନଙ୍କର କିଛି ସାହାଯ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରୁଛି। ଧନ୍ୟବାଦ, ନମସ୍କାର।